ତ ହେଲୋ ପିଲାମାନେ, ଆଶା କରୁଛି ସମସ୍ତେ ବହୁତ ହି ଭଲରେ ଥିବେ। ତ ଯେମିତିକି ଆମେ ଆଜି ଆପଣଙ୍କର ଗୋଟେ ସ୍ପେଶିଆଲ ଟପିକ୍ ଉପରେ ଭିଡ଼ିଓଟି ନେଇ ଆସିଛୁ କି କିଛି ପିଲା ଏବେ ବି ଡାଉଟ୍ରେ ଥିବେ କି କେମିତି ସେମାନେ ସବୁ ଯିବେ ଏକ୍ଜାମ୍ ଦେବା ପାଇଁ। ବହୁତ କିଛି ମନରେ କନଫ୍ୟୁଜନ୍ ଥିବ, ବହୁତ କିଛି କ୍ୱେଶ୍ଚନ୍ ଆସୁଥିବ। ତ ସବୁ କ୍ୱେଶ୍ଚନ୍ର ଆଜି ଆମେ ଟ୍ରାଏ କରିଛୁ କିଛି ସଲ୍ୟୁସନ୍ ଦେବା ପାଇଁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିବ ଦେନ୍ ଆମକୁ କମେଣ୍ଟରେ ନିଶ୍ଚୟ ଜଣାଇବେ। ଆଉ ଯଦି କାହାର କିଛି ଡାଉଟ୍ ରହିବ ସେଟା ମଧ୍ୟ ଆମମାନଙ୍କୁ ଜଣାଇବେ। ଆମେ ନିଶ୍ଚିତ ଭାବେ ତାକୁ ଆପଣମାନଙ୍କୁ କ୍ଲିୟର କରିବା ପାଇଁ ଚେଷ୍ଟା କରିବୁ। ଠିକ୍ ଅଛି, ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚନ୍ ପିଲାମାନଙ୍କ ମନରେ ଏଇଟା ଆସେ ଆପଣଙ୍କର ଯେ କେମିତି ଏକ୍ଜାମ୍ ଦେବାକୁ ଯିବେ। ଠିକ୍ ଅଛି, ମାନେ ସେଟା ଆପଣ ଟ୍ରେନରେ ଯିବାଟା ଠିକ୍ ହେବ ନା ବସ୍ରେ ଯିବାଟା ଠିକ୍ ହେବ। ତ ମୁଁ ପ୍ରଥମ କଥା କହି ରଖେ, ଆପଣମାନେ ଯଦି କୌଣସି ଇନଷ୍ଟିଟ୍ୟୁଟରେ ଆଡ଼ମିସନ୍ ନେଇଛନ୍ତି ଏବଂ ନିଜର ଯେଉଁ ଏଜେଣ୍ଟ ଅଛନ୍ତି ତାଙ୍କ ଥ୍ରୋରେ ଆପଣମାନେ ଯାଉଛନ୍ତି ଏକ୍ଜାମ୍ ଦେବାକୁ, ସେଇଟା ଆପଣଙ୍କର ସବୁଠୁ ବେଷ୍ଟ ଜିନିଷ ରହୁଛି। କାରଣ ଯେହେତୁ ଗୋଟେ ନୂଆ ଷ୍ଟେଟ୍, ନୂଆ ୟୁନିଭର୍ସିଟି, ତ ପିଲାମାନେ ବହୁତ ହଇରାଣ ହୁଅନ୍ତି। ତ ସବୁଠୁ ବେଷ୍ଟ ହେବ ଆପଣମାନେ ଯଦି କୌଣସି ଏଜେଣ୍ଟଙ୍କ ଥ୍ରୋରେ ଯାଉଛନ୍ତି, ସେଇଟା ଆପଣଙ୍କ ପାଇଁ ବହୁତ ହିଁ ଭଲ ହେବ। ଆଉ ସେଥିରେ ଟୋଟାଲି ରିସ୍କ ଆଉ ରେସ୍ପନ୍ସିବୁଲ୍ ଏଜେଣ୍ଟ ନିଜେ ସବୁ କାମ କରନ୍ତି। ଆପଣମାନଙ୍କୁ ଓନ୍ଲି ଆଡ଼ମିଟ୍ କାର୍ଡ଼ ଦେବେ, ଆପଣମାନେ ସେଣ୍ଟରକୁ ଯାଇକି ଏଠାରେ ଏକ୍ଜାମ୍ ଦେବେ। ବୁଝିପାରିଲେ? ତେଣୁ ଆପଣମାନେ ଯଦି ଏଜେଣ୍ଟଙ୍କ ଥ୍ରୋରେ ଯାଉଛନ୍ତି, ସେମାନେ ଯାହା କହିବେ ତାଙ୍କ ଅନୁସାରେ କାମ କରନ୍ତୁ। ପ୍ରଥମ କଥା, ଯଦି ଆପଣ ମନ ଡାଉଟ୍ ହେଉଛି ଯେ କେଉଁଟାରେ ଗଲେ ଆପଣମାନଙ୍କ ପାଇଁ ଠିକ୍ ହେବ, ତ ସଜେଷ୍ଟ ମୁଁ କରିବି ଏଇଆ ଯେ ଆପଣମାନେ ଟ୍ରେନରେ ଯାଆନ୍ତୁ। କ'ଣ ପାଇଁ ମୁଁ କହୁଛି? ଟ୍ରେନରେ ଗଲେ ଆପଣଙ୍କର ଲାଭ କ'ଣ ହେବ ପିଲାମାନେ? ଯଦି ଆପଣମାନେ ଟ୍ରେନରେ ଯାଉଛନ୍ତି ଦେନ୍ ଆପଣଙ୍କୁ ଫାର୍ଷ୍ଟ ଥିଙ୍ଗ ପଢ଼ିପାରିବା ପାଇଁ ଗୋଟେ ସୁଇଟେବଲ୍ ଜାଗାଟେ ମିଳିବ। ଜାଣିଥିବେ ଆପଣ କିଛି ପିଲାଙ୍କର ବସ୍ରେ ଗଲେ ଆପଣଙ୍କର ମୁଣ୍ଡ ବୁଲେଇଥାଏ, ବାନ୍ତି ଉଠେଇଥାଏ, ବିଭିନ୍ନ ପ୍ରକାରର ତାଙ୍କର ଦେହରେ ପେଟ କାଟେ, ବିଭିନ୍ନ ପ୍ରକାରର ରୋଗ ତାଙ୍କୁ ଦେଖାଯାଏ। ବଟ୍ ଟ୍ରେନରେ ସେସବୁ କିଛି ହୁଏନି। ତ ସବୁଠୁ ଭଲ ଏବଂ ସୁଇଟେବୁଲ୍ ହେବ ଆପଣମାନଙ୍କ ପାଇଁ ଯେ ଆପଣମାନେ ଟ୍ରେନରେ ଯାତ୍ରା କରନ୍ତୁ। ବଟ୍ ଆଉ ଗୋଟେ ପ୍ରୋବ୍ଲେମ୍ ଆପଣଙ୍କ ପାଖରେ ଏବେ ଏଇଟା ଯେ କି ଯେହେତୁ ଆପଣଙ୍କର ନୋଟିସ୍ଟି ବହୁତ ଜଲ୍ଦି ପଳେଇ ଆସିଲା, ଆଉ ମାତ୍ର 10 ଦିନରୁ 12 ଦିନ ଆପଣଙ୍କ ହାତରେ ଟାଇମ୍ ଅଛି। ତେଣୁ ଏଇ କିଛି ଦିନ ଭିତରେ ଆପଣଙ୍କ ଟ୍ରେନରେ କନଫର୍ମ ସିଟ୍ ମିଳିବା ବହୁତ ହି କଷ୍ଟ। ବୁଝିପାରିଲେ? ତ ଟିକେଟ୍ ଆପଣଙ୍କୁ ମିଳିବ ନାହିଁ। ଯେଉଁ ମୁଁ କହୁଥିଲି ଆପଣଙ୍କୁ ଟିକେଟ୍ ମିଳିପାରିବ ନାହିଁ। ତେଣୁ ଟିକେଟ୍ ଯଦି ନ ମିଳିପାରିବ ତ ସବୁ ପିଲା ତ ଯାଇପାରିବେନି ନା। ତେଣୁ ମ୍ୟାକ୍ସିମମ୍ ଇନଷ୍ଟିଟ୍ୟୁସନ୍ କ'ଣ କରୁଛନ୍ତି, ଆପଣଙ୍କର ବସ୍ର ସୁବିଧା କରୁଛନ୍ତି। ବୁଝିପାରିଲେ? ତେଣୁ ଆପଣଙ୍କ ଇନଷ୍ଟିଟ୍ୟୁଟ୍ ଆପଣଙ୍କୁ ଯେଉଁଥିରେ ନେଇକି ଯିବାରେ କମ୍ଫର୍ଟେବୁଲ୍ ହେଉଛନ୍ତି ଆପଣମାନେ ଯାଆନ୍ତୁ, ସେଠାରେ ଯାଇକି ପହଞ୍ଚନ୍ତୁ। ଏଇଟା ଥିଲା ପ୍ରଥମ କ୍ୱେଶ୍ଚନ୍। ନେକ୍ସଟ ଆମର କ୍ୱେଶ୍ଚନ୍ ରହୁଛି କି କେବେ ଯିବେ। ଠିକ୍ ଅଛି, କେବେ ଯିବେ? କେବେ ଯିବେର ଅର୍ଥ କ'ଣ ନା ଆପଣଙ୍କର ଏକ୍ଜାମ୍ ରହୁଛି, ଆପଣଙ୍କର 4 ତାରିଖରେ ଆପଣଙ୍କର ଏକ୍ଜାମ୍ ରହୁଛି। ଠିକ୍ ଅଛି, 4/2ରେ ଆପଣଙ୍କର ଏକ୍ଜାମ୍ ରହୁଛି। ତ ଆପଣମାନେ ଯିବେ କେବେ ଏକ୍ଜାମ୍ ସେଣ୍ଟରକୁ, ବା ଆପଣଙ୍କର ଯେଉଁ ଆନ୍ଧ୍ରକୁ ଯିବେ ଆପଣମାନେ କେବେ ଯିବେ? ତ ଫାର୍ଷ୍ଟ ଥିଙ୍ଗ ଏଟା ବି ଆପଣମାନଙ୍କର ଡିପେଣ୍ଡ କରେ ଆପଣଙ୍କ ଇନଷ୍ଟିଟ୍ୟୁଟ୍ ଉପରେ। ଆପଣ ଯେଉଁ ଇନଷ୍ଟିଟ୍ୟୁଟ୍ ଥ୍ରୋରେ କରୁଛନ୍ତି ବା ଯେଉଁ ଏଜେଣ୍ଟଙ୍କ ଥ୍ରୋରେ କରୁଛନ୍ତି, ସେ ଆପଣଙ୍କୁ ଯେବେ ନେଇକି ଯିବେ, ଯଦି ଆପଣମାନଙ୍କର ସିଟ୍ ଟ୍ରେନରେ କନଫର୍ମ ହେଇଯାଉଛି ତ ଯେଉଁ ଡେଟ୍ରେ କନଫର୍ମ ହେଉଛି ଆପଣ ସେଇ ଡେଟ୍ରେ ଯିବେ, ନର୍ମାଲ୍ କଥା। କିନ୍ତୁ ଯଦି ଆପଣମାନଙ୍କର ସିଟ୍ କନଫର୍ମ ହେଉନି, ଯେବେ ଆପଣଙ୍କ ବସ୍ ଥ୍ରୋରେ ସେମାନେ ନେଇକି ଯିବେ ସେତେବେଳେ ଆପଣମାନେ ସେଇ ଟାଇମ୍ରେ ଯିବେ। ତ ଏଥିରେ ଆପଣଙ୍କୁ କିଛି କରିବା ପାଇଁ ପଡ଼ିବନି। ଯଦି ଆପଣମାନେ ଇଣ୍ଡିଭିଜୁଆଲି ଯାଉଛନ୍ତି ଦେନ୍ ମୁଁ ଆପଣମାନଙ୍କୁ ସଜେଷ୍ଟ କରିବି କି ଆପଣ ଏକ୍ଜାମ୍ର ଦିନେ ଛାଡ଼ିକି ତା ପୂର୍ବ ଦିନ ଯାଆନ୍ତୁ। ମାନେ 4 ତାରିଖ ଆପଣଙ୍କର ଏକ୍ଜାମ୍ ଅଛି, ତ ଆପଣମାନେ ଟ୍ରାଏ କରନ୍ତୁ କି 2 ତାରିଖ ଦିନ ଯାଇକି ସେଠାରେ ପହଞ୍ଚିଯିବା ପାଇଁ। ଯାହାଦ୍ୱାରା କ'ଣ ହେବ, ଆପଣ ଗୋଟେ ଦିନ ସେଠାରେ ଯାଇକି ଯଦି ଥକି ବି ଯାଉଛନ୍ତି ରେଷ୍ଟ ନେଇପାରିବେ। ଆଣ୍ଡ ତା ପରଦିନ ଯେଉଁ ଆପଣଙ୍କର 3 ତାରିଖ ରହୁଛି, ଆପଣଙ୍କର ଯେଉଁ 3 ତାରିଖ ରହିବ, ସେଇ 3 ତାରିଖ ଆପଣମାନେ ନିଜ ପାଠ ପଢ଼ିପାରିବେ। ବୁଝିପାରିଲେ?
तो मु सजेस्ट करी कि आपण मैंने 2 तारिख दिन जाई सेठारे पहुँची जातु बुझिपारे। नेक्स्ट आउ गोटे क्वेश्चन पिला मानक मन में जिनसटा रुए कि कौटी रहिबे आर भी मु आपन को आंसर क्लारिफाई करदेवाई चाहे कि मैक्सिमम कौन हुए प्रथमे मु कहीदे मैक्सिमम हुए कि आपण जो इंस्टीट्यूशन गोटे इंस्टीट्यूट थ्रो रे जाउछंती ना सी आपण को कौन करती गोटे बड़ माने लॉज हो किंबा होटेल टे हो सेटारे नहीं कि आपण को से रखती जहाँ द्वारा कौन हुए कि से टोटाली होटेलटा बा लॉजटा निजे बुकिंग कर दियंती जहाँद्वारा गोटे पिला प्रति आपण को पर डे 400 रु 500 टंका लेखा भड़ा पड़ जाए। ठीक अच्छे तो टिके भड़ा कम आसे बट जदि आपण मैंने इंडिविजुअली जाऊँगी देन आपण मानू जो आपण फीसटा टिके अधिक लगिपारे मीन जदि सेठी आपण मैंने 400 टंका देकी आपणकर हो जाऊला एबे आपण को केते दवापाई पड़ो ना आपण धरी नियंतु 600 रु 800 भितर आपन को दवापाई पड़ो पर डे मुझा सब पर डे हिसाब से आपन को हिसाब करके कहूँ बुझिपारे। एंड ता सहित आपण न आपण जदि कहे जे ना मु आउरी सस्तारे कोठे बहुत भल कथा बट मु गोटे एस्टिमेट करके धरुची कि आपणकर जदि आप इंडिविजुअली जाऊँगी जड़े दी जन सांग को लेकिन जाऊँगी देन आपण मानक 600 रु 800 भितर आप पड़ जाए मुझे सजेस्ट करके आपण इंस्टीट्यूट थ्रो रे जातु आपण एजेंट थ्रो रे जातु पाखे एक्सपीरियंस अच्छी थे आपन को ठीक जगार ठीक टाइम रे पहुँचे देवे एमती हैरान हवा अपेक्षा आपण मैंने थ्रो रे जातु। नेक्स्ट क्वेश्चन को जीवा नेक्स्ट क्वेश्चन आपणकर कौन कौन नहीं कि जीवे देखो प्रथम थिंग मु आपण मानक क्लीयर कर दिए दुईटा जिनस पिला मन में डाउट थाए ट्रॉली बैग नहीं कि जीवे ना नहीं ना ट्रैवलिंग बैग नेबे ना नहीं। प्रथम कथा ट्रैवलिंग बैग माने आपण जो नॉर्मल बैग भी जो कॉलेज बैग नउछन सेटा भी आपण नहीं पारंती तो मु ए दुईटा जिनस भितर आपण मानक क्लारिफाई कर देवा पई चाहे मेनली आपणकर जो झील पिला माने रहउछंती तांकर टिके जिनस पत्र अधिक थाए इन कंपैरिजन टू बॉयज। ठीक अच्छे तो सेमाने कौन करें जदि पाखे सक्षमता अच्छी पाखे एभेलेबल अच्छी गोटे ट्रॉली बैगटे तो से मैक्सिमम रु मैक्सिमम ट्राए करूँ कि ट्रॉली बैगटे नहीं कि जीवाई कौन पे पिला माने देखंतु आपण एग्जाम दबा को जीवे सेठारे आपण 2 तारिख रे गले मनकर आप 2 तारिख बाहरी गले 2 तारिख रु बाहरी गले किछि पिलांकर तो आपणकर 8 तारिख सरी जाउछि एग्जाम किछि पिलांकर 10 तारिख सरुछि मनकर 10 मु धरिकी चलुछि पिला माने तो आपण प्राय तो गोटे सप्ताह सेठारे रहिबे तो गोटे सप्ताह ये जो रहिबे ना तो झील पिलांक पई बहुत सारा जिनस तांको दरकार हुए ते ड्रेस टे हो से तांकर किछि मेकअप आइटम्स हो किंबा तांकर बुक्स हो नोट्स हो बहुत सारा जिनस सेमान को दरकार हो तो मु सजेस्ट करी जदि आपण माने गोटे झील पिला देन आपण माने प्रिफर करंतु कि गोटे ट्रॉली बैगटे नवा पई बुझिपारे बापा माँ को कहतु कि जदि आपण क्या पाखु एडजस्ट कर आपण मैंने ट्रॉली बैग नापी ट्राए करूँ फास्ट थिंग। सेकेंड थिंग रहा पुओ पिला कथा पुओ पिलांकर कौन बेसी किसी एत दरकार न थाए से मैंने बास छोट 2-3टा बही नहीं गले तांकर 4-5टा ड्रेस नहीं गले से मैनेज करदे तेणु जदि पुओ पिला आपण जदि आपण मैंने मैनेज करें देन आपण मैंने ट्रैवलिंग बैग नहीं कि जातु आउ बहुत इजी हम आपण मान बुझीगला। नेक्स्ट कथा आपणकर कौन कौन थे जो बैग ने से बैग भितर आपण मैंने कौन कौन सब नहीं कि जीवे बुझीगला। तो फास्ट थिंग मु आपन को कहबी जो जिनस आपण नेबे फास्ट थिंग रहिबो आपणकर माने जो जिनस आपण नित्य व्यवहार करूछंती जेमिति कि फास्ट एग्जांपल मु नेबी आपणकर से आपणकर ब्रश टे हो साबुन टे हो फेसवाश नहीं कि जाऊँगी पानियाटे नहीं कि जाऊँगी ए सब जिनस तेलटे नहीं कि जाऊँगी ए सब जिनस आपण मोस्ट इंपोर्टेंट बुझिपारे। आउ गोटे एग्जांपल दूसरी मुझे जमती है कि आपण मैंने एग्जाम देवाई जी आपण बेसिक नीडटा कौन बेसिक नीड कौन आपंकर एडमिट कार्डटा नहीं कि जीवे आपण किसी नोट्स किसी बही नहीं कि जीवे जहाँ को तो पढ़ी तो जाकि एग्जाम देवे नॉर्मल कथा पैसा पत्र किसी नहीं कि जीवे यदि आपंकर किसी सुविधा असुविधा पैसा पत्र किसी रखिथे पाखे आ मोबाइलटे कैरी करेंगे ता सहित चार्जर नवा को भूलिए बुझिपारे एतिक जिनस आ गोटे पेन एतिक जिनस आपंकर बेसिक जिनस जोटा कि नहीं कि जीवे तापर आपंकर जो रहा ଆପଣ ଚାହିଁଲେ ନେଇପାରିବେ କିମ୍ବା ନ ଚାହିଁଲେ ନାହିଁ ସେ ହେଉଛି ଆପଣ କିଛି ଖାଇବା ଜିନିଷ ଚାହିଁବେ ଯଦି ଆପଣ ନେଇପାରିବେ
କିଛି ଯଦି ଆପଣ ଚାହିଁବେ ଖାଇବା ଜିନିଷ ରଖିବା ପାଇଁ ରଖିପାରିବେ ପାଖରେ, କେତେବେଳେ କ'ଣ ଭୋକ ଲାଗିବ। ଆପଣ ଚାହିଁବେ ଆପଣଙ୍କର ଗୋଟେ ହେଡ଼ଫୋନ୍ ଦରକାର କିଛି ଏଣ୍ଟରଟେନମେଣ୍ଟ ପାଇଁ ହେଉ, କିମ୍ବା ଆପଣ ପାଠ ପଢ଼ିବେ ୟୁଟ୍ୟୁବରୁ କ୍ଲାସ୍ କରିବେ ତ ହେଡ଼ଫୋନ୍ ନେଇପାରିବେ। ଆଉ ଆପଣଙ୍କର ଅନ୍ୟ ଯାହା ବି ଆପଣଙ୍କର ଜିନିଷ ଆପଣ ଆଉ ଏକ୍ସଟ୍ରା ରହୁଛି, ଆପଣ ଚାହିଁଲେ ସେସବୁ ଜିନିଷ ଦେଖି ନେଇପାରିବେ। ଏତିକି ରହୁଛି ଆପଣଙ୍କର ବେସିକ୍ ଜିନିଷ, ବୁଝିଗଲା। ନେକ୍ସଟ ଯିବା ଆମେ ନେକ୍ସଟ କ୍ୱେଶ୍ଚନ୍ ଆମର ରହୁଛି କେତେ ଟଙ୍କା ଆପଣଙ୍କର ପିଲାମାନେ ଖର୍ଚ୍ଚ ହେଉଛି। ଦେଖନ୍ତୁ, ମୁଁ ଆପଣଙ୍କୁ କ୍ଲାରିଫାଏ କରିଦେବା ପାଇଁ ଚାହେଁ, ଆପଣଙ୍କର ଟୋଟାଲ୍ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ଯଦି ଆପଣମାନେ ଗୋଟେ ଇନଷ୍ଟିଟ୍ୟୁଟ୍ ଥ୍ରୋରେ ଯାଉଛନ୍ତି, ସେଇଟା ଟୋଟାଲି ଆପଣଙ୍କର ଡିପେଣ୍ଡ କରିବ ଆପଣଙ୍କର ଡିଷ୍ଟାନ୍ସ କେତେ। ମନେକର ଆପଣ ଏଇ ଜାଗାରୁ ଏ ଜାଗାକୁ ଯିବେ, ଆପଣଙ୍କର ଡିଷ୍ଟାନ୍ସ ଯଦି ଏତିକି ହେଇଯିବ, ସେଇଠି ଜଣଙ୍କର 5,000 ଆପଣଙ୍କର ଖର୍ଚ୍ଚ ହେଉଥିବ, ସେଇଠି ଆଉ ଗୋଟେ ପିଲାଟେ ଆପଣଙ୍କର ଏଠୁ ଆସୁଥିବ, ତାକୁ ଅବଭିୟସଲି 5Kରୁ ଏଟଲିଷ୍ଟ ତାକୁ 6K ଅର୍ 7K ତାକୁ ନିଡ୍ ହେବ, ବୁଝିପାରିଲେ। ତ ସେମିତି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ମନେକର ଆପଣ ଯିବେ ଭୁବନେଶ୍ୱରରୁ ଟ୍ରେନଟେ ଧରିବେ କିମ୍ବା ଭୁବନେଶ୍ୱରରୁ ବସ୍ଟେ ଧରିବେ, ତ ଆପଣ ମନେକର ଆପଣଙ୍କର ମାଲକାନଗିରି, କୋରାପୁଟ, କଳାହାଣ୍ଡି ଏସବୁ ଜାଗାରୁ ଆପଣ ଏଇ ଭୁବନେଶ୍ୱରକୁ ଗଲେ, ଭୁବନେଶ୍ୱର ହେଉଛି ଆପଣଙ୍କର ସେଣ୍ଟରଟା। ଭୁବନେଶ୍ୱରକୁ ଯେତେବେଳେ ଯିବେ, ଅବଭିୟସଲି ସେଠୁ ସେଠିକି ଯିବା ପାଇଁ ଆପଣଙ୍କୁ କିଛିଟା ଟ୍ରାନ୍ସପୋର୍ଟେସନ୍ ଖର୍ଚ୍ଚ ଲାଗିବ। ତ ଭୁବନେଶ୍ୱରରୁ ପୁଣି ଆପଣମାନେ ଯେଉଁ ଟ୍ରେନ୍ ବା ବସ୍ ଜରିଆରେ ଗଲେ, ସେଠୁ ଆପଣଙ୍କୁ ଯାହା ଲାଗିବା କଥା ଆପଣଙ୍କୁ ଲାଗିବ। ତ ଡିଷ୍ଟାନ୍ସ ମ୍ୟାଟର୍ କରେ ଆପଣଙ୍କୁ କେତେ କ'ଣ ଖର୍ଚ୍ଚ ହେବ। ଆଉ ଗୋଟେ କଥା, ଆଉ କିଛି ଇନଷ୍ଟିଟ୍ୟୁଟ୍ ଥାଆନ୍ତି ଯେଉଁମାନେ କି ଆପଣମାନଙ୍କୁ କିଛି କମ୍ରେ କରେଇ ଦିଅନ୍ତି। ଯେମିତିକା କି ଆପଣଙ୍କର ଟିକେ କିଛି ମାନେ ଅଧିକ ପିଲା ଆପଣଙ୍କ ଇନଷ୍ଟିଟ୍ୟୁଟ୍ରେ ପାଠ ପଢ଼ୁଛନ୍ତି, 100 ଜଣ ପାଖାପାଖି ଆପଣଙ୍କ ଇନଷ୍ଟିଟ୍ୟୁଟ୍ରେ ପାଠ ପଢ଼ୁଛନ୍ତି, 50 ଜଣ ଆପଣଙ୍କ ଇନଷ୍ଟିଟ୍ୟୁଟ୍ରେ ପାଠ ପଢ଼ୁଛନ୍ତି, ତ ସେଠାରେ କ'ଣ ଥାଏ, ଏଜେଣ୍ଟମାନଙ୍କର ଟିକେ ଚିହ୍ନା ଥାଏ। ତ ସେଠାରେ ସେମାନେ ଯାଇକି ଆପଣମାନଙ୍କୁ ଆଡ଼ଜଷ୍ଟ କରେଇ ଦିଅନ୍ତି, ବୁଝିପାରିଲେ। ତ ଆପଣଙ୍କର ଏଷ୍ଟିମେଟ୍ କରିକି ଚାଲନ୍ତୁ। ଏଷ୍ଟିମେଟ୍ ଯଦି ମୁଁ କରିବି ଆପଣଙ୍କର, ଯଦି ଆପଣମାନେ ଇନଷ୍ଟିଟ୍ୟୁଟ୍ ଥ୍ରୋରେ ଯାଉଛନ୍ତି, ଯଦି ଆପଣଙ୍କର ଧରିକି ଚାଲନ୍ତୁ ଆପଣଙ୍କର 10,000 ଆପଣଙ୍କର ଖର୍ଚ୍ଚ ହେବାର ସମ୍ଭାବନା ରହୁଛି, ଧରିକି ଚାଲନ୍ତୁ। ଆଉ ଯଦି ଆପଣମାନେ ଇଣ୍ଡିଭିଜୁଆଲ୍ ଚାହୁଁଛନ୍ତି, ଆପଣଙ୍କର ଟିକେ ଆପଣଙ୍କର କମ୍ ଯିବ, ଯେମିତିକି ଆପଣଙ୍କର ସେ 7Kରୁ ଆପଣଙ୍କର 8K ଯାଏଁ ଆପଣଙ୍କର ଯିବାର ସମ୍ଭାବନା ରହୁଛି। ଏତିକି ଆପଣ ଧରିକି ଚାଲନ୍ତୁ। ହୁଏତ ଆପଣଙ୍କର ଯଦି ଆପଣମାନେ ଟ୍ରେନରେ ଟିକଟ ପାଉନାହାନ୍ତି, ବସ୍ରେ ଯାଉଛନ୍ତି, ହୁଏତ ଏଇ 10Kଟା ଆପଣଙ୍କର 12K ବି ହେଇଯାଇପାରେ। ବଟ୍ ଗୋଟେ ଏଷ୍ଟିମେଟ୍ ଆମେ କରିକି ଚାଲୁଛୁ, ଠିକ୍ ଅଛି। ଏବେ ଆପଣଙ୍କର ଟଙ୍କା ପାଇଁ କନଫ୍ୟୁଜନଟା କ୍ଲିଅର୍ ହେଇଯାଇଥିବ। ନେକ୍ସଟ, କେବେ ଆସିବେ? ଯେଉଁ କେବେ ଆସିବେ କ୍ୱେଶ୍ଚନଟା ରହୁଛି, କିଛି ପିଲା ପଚାରନ୍ତି ଯେ ଆମର ତ ଏକ୍ଜାମ୍ ସରିଯିବ 10 ତାରିଖ ବା ସରିଯିବ 8 ତାରିଖ, ଆମେ ଆସିବୁ କେବେ? ଦେଖନ୍ତୁ, ଆପଣ ଯେଉଁ ଇନଷ୍ଟିଟ୍ୟୁଟ୍ ନେଇକି ଯାଇଥିବେ, ସେ କ'ଣ ଏକଲା ଆପଣଙ୍କୁ ନେଇକି ଛାଡ଼ି ପଳେଇ ଆସିବେ କି? ଅବଭିୟସଲି ସମସ୍ତ ପାଇଁ ସମାନ ରିଟର୍ନ ଟିକେଟ୍ ହେଇଥିବ। ତ ଆପଣଙ୍କୁ ୱେଟ୍ କରାଇବା ପାଇଁ ପଡ଼ିବ କି ଯେତେବେଳେ ପର୍ଯ୍ୟନ୍ତ 10 ତାରିଖ, ଧର ଆର୍ଟ୍ସ ପିଲାଙ୍କର ଶୀଘ୍ର ଆପଣଙ୍କର ଏକ୍ଜାମ୍ ସରିଯାଉଛି, ତ ସାଇନ୍ସ ପିଲାଙ୍କର ସରିଲା ପରେ ଆପଣମାନେ ମିଶିକି ଆପଣ ଯେଉଁ ଟିକଟ କରାହେଇଥିବ ବା ବସ୍ରେ ଆପଣ ଟିକଟଟା ହେଇଥିବ, ସେଥିରେ ଆପଣମାନେ ରିଟର୍ନ କରିବେ, ବୁଝିପାରିଲେ। ତ ଏଇଟା ଥିଲା ଆମର ବେସିକ୍। ଆଉ କିଛି କଥା ମୁଁ ଆପଣଙ୍କୁ ଏକ୍ସଟ୍ରା କହିଦେବା ପାଇଁ ଚାହେଁ, ଯେଉଁଟାକି ଆପଣଙ୍କର ଏଠି ମେନସନ୍ ନାହିଁ। ଯେମିତିକି କିଛି ପିଲାଙ୍କର ଡାଉଟ୍ ଥାଏ ଆମେ କ'ଣ ପିନ୍ଧିବା। ଦେଖନ୍ତୁ, ଆପଣଙ୍କର ଆନ୍ଧ୍ର କେଶରୀ ହେଉ କିମ୍ବା ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ, କୌଣସି ବି ୟୁନିଭର୍ସିଟି ଆନ୍ଧ୍ରର, ତାଙ୍କର ପର୍ଟିକୁଲାର ଯେଉଁ ୟୁନିଫର୍ମ ସେମାନେ କହିନାହାନ୍ତି କି ଆପଣମାନେ ପିନ୍ଧିକି ଆସିକି ଆପଣ ଏକ୍ଜାମ୍ ଦିଅନ୍ତୁ, କିଛି ବି ସେମିତି ରୁଲ୍ସ ନାହିଁ। ଆପଣମାନେ ବେସିକ୍ ଆପଣଙ୍କର ମାନେ ଯେଉଁ ଡ୍ରେସ୍ ପିନ୍ଧିକି ଯାଇପାରିବେ। ବଟ୍ କିଛିଟା ଜିନିଷ ଆପଣ ମନେ ରଖିବେ, ଧ୍ୟାନ ରଖିବା ଉଚିତ। ଫାର୍ଷ୍ଟ ଥିଙ୍ଗ, ଆପଣମାନେ ଏଭଏଡ଼୍ କରିବେ କ'ଣ ନା ଜିନ୍ସ ଏକାକୁ ଆପଣମାନେ ଏଭଏଡ଼୍ କରିବେ, ଠିକ୍ ଅଛି। ଜିନ୍ସକୁ ଏଭଏଡ଼୍ କରିବେ। ତା ସହିତ ଯଦି ଆପଣମାନେ ଫ୍ୟାନ୍ସି ଆଇଟମ୍ କିଛି ପିନ୍ଧୁଛନ୍ତି, ସେସବୁକୁ ଏଭଏଡ଼୍ କରିବା ପାଇଁ ଟ୍ରାଏ କରିବେ। ଯେହେତୁ ଆପଣମାନଙ୍କର ମାନେ ଯେଉଁ ପ୍ରଫେସନ୍ ହେଉଛି ଟିଚିଂ, ତ ଆପଣମାନେ ଟ୍ରାଏ କରିବେ ସିମ୍ପଲ୍ ଉପରେ ଆପଣଙ୍କର ଯେଉଁ ଡ୍ରେସଅପ୍ଟା ରଖିବା ପାଇଁ। ସେକେଣ୍ଡ ଥିଙ୍ଗ, ଯେଉଁ ଝିଅ ପିଲାମାନଙ୍କ ପାଇଁ ମୁଁ କହିବି, ତ ସେମାନେ ବି ଟ୍ରାଏ କରିବେ ଜିନ୍ସକୁ ଏଭଏଡ଼୍ କରିବେ। ୱିଥ୍ ତା ସହିତ ବେଶୀ ମାନେ ଯେଉଁ ଆପଣଙ୍କର ମେକଅପ୍ ନେଇକି ହେଉ କିମ୍ବା ଆପଣଙ୍କର କିଛି ଫ୍ୟାନ୍ସି ଆଇଟମ୍ ଏମିତି କିମ୍ବା ଛୋଟ ଡ୍ରେସ୍ କିଛି ବି ସେମିତି ପିନ୍ଧିବେନି ଯାହାଦ୍ୱାରା ଆପଣଙ୍କୁ ଅଡ଼୍ ଲାଗିବ, କିମ୍ବା ଆପଣ ଜଣେ ଟିଚର୍ ପ୍ରଫେସନ୍ରେ ଯାଉଛନ୍ତି, ତ ଅବଭିୟସଲି ଆପଣଙ୍କୁ ଆଗ ନିଜେ ଜେଣ୍ଟଲମ୍ୟାନ୍ ହେବା ପାଇଁ ପଡ଼ିବ, ତାପରେ ଆପଣ ଶିଖେଇବେ ପିଲାମାନଙ୍କୁ। ତେଣୁ ଟ୍ରାଏ କରିବେ କି ପୁଅ ପିଲାମାନେ ଫର୍ମାଲ୍ ପ୍ୟାଣ୍ଟ ପିନ୍ଧିପାରିବେ, ବେନିୟନ୍ ପିନ୍ଧିପାରିବେ, କିମ୍ବା ନର୍ମାଲ୍ ଫର୍ମାଲ୍ ଡ୍ରେସ୍ ପିନ୍ଧିପାରିବେ, ଟ୍ରାଉଜର୍ ପିନ୍ଧିପାରିବେ, ଯାଇପାରିବେ ଏକ୍ଜାମ୍ ଦେବା ପାଇଁ। ଆଉ ଝିଅ ପିଲାମାନେ କୁର୍ତ୍ତି ପିନ୍ଧିପାରିବେ, କିମ୍ବା ଆପଣଙ୍କର ଯେଉଁ ଆପଣଙ୍କର ଏବେ କିଛି ଆସୁଛି ଆପଣଙ୍କର ବେନିୟନ୍ ଟାଇପ୍ରେ, ସେସବୁ ଜିନିଷ ପିନ୍ଧିପାରିବେ।
ତ ଏସବୁ ଜିନିଷ ହେଉଛି ଆପଣଙ୍କ ମନରେ ଡାଉଟ୍ ଥିଲା, ତ ସେସବୁ ମୁଁ ଟ୍ରାଏ କଲି ଆପଣଙ୍କୁ କିଛି ମାତ୍ରାରେ ମାନେ ଇଏ କରିବା ପାଇଁ। ଯଦି ଆଉ କିଛି କ୍ୱେଶ୍ଚନ୍ ଆପଣଙ୍କ ମନରେ ଥାଏ ଦେନ୍ ଆପଣମାନେ ନିଶ୍ଚିତ କମେଣ୍ଟରେ ଆମକୁ ଜଣାନ୍ତୁ। ମୁଁ ଟ୍ରାଏ କରିବି ତା'ର ଆନ୍ସର୍ ଆପଣମାନଙ୍କୁ ଦେବା ପାଇଁ। ଠିକ୍ ଅଛି, ତ ଆଶା କରୁଛି ଆପଣଙ୍କ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ବହୁତ ହି ଭଲ ଚାଲିଥିବ। ଆଉ ଡେରି ନକରି ଯାହା ବି ଆପଣମାନଙ୍କର ମାନେ ବର୍ତ୍ତମାନ ଯାଏଁ କ୍ଲିଅର୍ କରିନାହାନ୍ତି କ୍ଲିଅର୍ କରିଯାଆନ୍ତୁ। ଆମ ଭିଡ଼ିଓ ତ ପଢ଼ି ଚାଲିଛି, ଆମେ ବି ଟ୍ରାଏ କରୁଛୁ ଆପଣଙ୍କର କ୍ଲାସ୍ ସାରିବା ପାଇଁ। ତ ଦେଖିବା ଯାଉ କ'ଣ ହେଉଛି। ତ ଯଦି ଆମର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଲାଇକ୍ କରିବେ, ଆମ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବା ସହିତ ଆମ ଏମିତି ସପୋର୍ଟ ଦେଖାଉଥିବେ। ତ ଆଜି ପାଇଁ ଏତିକି, ଧନ୍ୟବାଦ।